ତମେ ସମସ୍ତେ ଭଲ ଅଛ? ତାହେଲେ ଆଜି ଆମେ ପାଠ ପଢିବା। ପାଠର ନାଁ କଣ? ଆମେ କୋଉ ବିଷୟରେ ପାଠ ପଢିବା? ଆକୃତି ବିଷୟରେ। ହେଲା, ବିଷୟର ନାଁ କଣ? ବିଷୟର ନାଁ କଣ ପିଲା? ଆକୃତି। ଆକୃତି କହିଲେ କଣ ବୁଝୁ? ଆମେ କଣ ବିଭିନ୍ନ ପ୍ରକାର ଆକୃତିର ସବୁ ଜିନିଷ ଅଛି। ହେଲା, ଯେମିତି କି ବର୍ଗାକାର, ଗୋଲାକାର, ଆୟତାକାର, ତ୍ରିଭୁଜାକାର, ଅଣ୍ଡାକାର, ବେଲଣାକାର, ପଞ୍ଚଭୁଜ, ଷଡଭୁଜ, ଅର୍ଦ୍ଧଗୋଲାକାର, ବହୁତ ପ୍ରକାର ଅଛି। ହେଲା, ଆକୃତି ଅଛି। ତ ତମେ କିଛି ଆକୃତି ଜାଣିଛ କି? କିଏ କିଛି ଜାଣିଛ ଆକୃତି ବିଷୟରେ? କହିଲ, କୋଉ ଆକୃତି ଜାଣିଛ? ବର୍ଗାକାର। ଆଉ କଣ ଅଛି? ତ୍ରିଭୁଜାକାର। ହେଲା, ତାହେଲେ ମୁଁ ତମକୁ କିଛି ଆକୃତି ବିଷୟରେ ପାଠ ପଢଉଛି। ପ୍ରଥମେ ଆମେ ଜାଣିବା କଣ? ବର୍ଗାକାର ବିଷୟରେ। ବର୍ଗାକାର କାହାକୁ କହନ୍ତି? ବର୍ଗାକାର କାହାକୁ କହନ୍ତି? ଯାହାର ପ୍ରତ୍ୟେକ ବାହୁ ସମାନ ଥିବ। ହେଲା, ପ୍ରତ୍ୟେକ ବାହୁ ସମାନ ଥିବ, ତା କହନ୍ତି କଣ? ବର୍ଗାକାର। ବର୍ଗାକାର ଗୋଟେ ଏକ୍ସାମ୍ପଲ କହିଲ, ଯେମିତି କି କ୍ୟାରମ ବୋର୍ଡ। କ୍ୟାରମ ଖେଳ, କ୍ୟାରମ ବୋର୍ଡ ଅଛି। କ୍ୟାରମ ଯୋଉଟା ଖେଳ, ତା ଯୋଉ ବୋର୍ଡଟା କାଠର ଯୋଉ ପଟା ଭଳିଆ ଥାଏ, ସେଇଟା କଣ? ହଁ, ସେ ଯୋଉ ବୋର୍ଡଟାକୁ କହନ୍ତି କ୍ୟାରମ ବୋର୍ଡ। କ୍ୟାରମ ବୋର୍ଡ ହେଲା କଣ? ତାର ପ୍ରତ୍ୟେକ ବାହୁ ସମାନ। ବାହୁ ମାନେ କଣ? ଧର ଏଇଠି ଗୋଟେ ସ୍ଲେଟ ଅଛି, ଏଇ ଯୋଉଟା ଚାରି କୋଣ ଯୋଉଟା ଅଛି, ହେଲା, ୟାର ଯେତିକି ଦୈର୍ଘ୍ୟ ଆର ମଧ୍ୟ ସେତିକି ଦୈର୍ଘ୍ୟ। ହେଲା, ସେ ଯୋଉ କ୍ୟାରମ ବୋର୍ଡ ଥାଏ ସେଟା ହେଲା କଣ? ବର୍ଗାକାର। ଆଉ କଣ ଅଛି? ଯୋଉ ଚେସ୍ ବୋର୍ଡ, ଆଉ ଯୋଉ ଲୁଡୋ ଖେଳନ୍ତି, ଯୋଉ ତାର ଯୋଉ ପଟିରେ ଲୁଡୋ ବୋର୍ଡଟା, ସେଇଟା ବି ଗୋଟେ ବର୍ଗାକାର। ହେଲା, ତାହେଲେ ଆଉ ଗୋଟେ ବିଷୟ ଆମେ ଜାଣିବା। ଆକୃତି ହେଲା କଣ? ଗୋଲାକାର। ଗୋଲାକାର ମାନେ କଣ? ଗୋଲ। ମାନେ ଘଣ୍ଟା। ହଁ, ବଡ ଚକ। ହଁ, এই বল भी গোলাকার। ହେଲା, ତାପରେ ସୂର୍ଯ୍ୟ, ଚନ୍ଦ୍ର ଏ ବି ଗୋଲାକାର। ହେଲା, ତାହେଲେ ଆଉ କଣ ଅଛି ଗୋଲାକାର? ଆଉ କଣ ଅଛି? ଚୁଡ଼ି। ଆମେ ତ ଚୁଡ଼ି ଲଗାନ୍ତି, ଚୁଡ଼ି ବି ଗୋଲ। ତାହେଲେ ଆମେ ଆଉ କଣ ଜାଣିବା? ବର୍ଗାକାର ଜାଣିଲେ, ଗୋଲାକାର ଜାଣିଲେ, ସୁନା ତ୍ରିଭୁଜାକାର। ତାହେଲେ ତ୍ରିଭୁଜାକାର ଆମେ କେମିତି ଜାଣିବା ଗୋଟେ ତ୍ରିଭୁଜାକାର ଆକୃତି? ଯାହାର ତିନୋଟି ଶୀର୍ଷବିନ୍ଦୁ ଥିବ। ହେଲା, ଯାହାର ତିନୋଟି ଶୀର୍ଷବିନ୍ଦୁ ଥିବ, ମାନେ ଏ ଦେଖ, ଇଏ ହେଲା କଣ? ତ୍ରିଭୁଜାକାର। ତାର ତିନୋଟି ଶୀର୍ଷବିନ୍ଦୁ। ଇଏ ଗୋଟେ କଣ? ଇଏ ଗୋଟେ ବିନ୍ଦୁ ଅଛି, ଇଏ ଗୋଟେ ବିନ୍ଦୁ, ଇଏ ବି ଗୋଟେ ବିନ୍ଦୁ। ଏଇଟା କଣ? ତ୍ରିଭୁଜାକାର। ତ୍ରିଭୁଜାକାର ଉଦାହରଣ କହିଲ, ଆମେ ଯୋଉ ଖାଉଛେ ସିଙ୍ଗଡା, ସିଙ୍ଗଡା ଦେଖିବାକୁ କେମିତି? ତ୍ରିଭୁଜାକାର। ହେଲା, ଆଉ ଯୋଉ ସ୍ୟାଣ୍ଡୱିଚ ଖାଉଛ, ମାନେ ଯୋଉ ବ୍ରେଡ ଖାଉଛ କାଟିକି ଖାଉଛ, ସିଏ ବି ତ୍ରିଭୁଜାକୃତି। ତାପରେ ଆଉ କଣ ଅଛି? ପିରାମିଡ। ପିରାମିଡ ଦେଖିଛ? ପିରାମିଡ ବି ଗୋଟେ ତ୍ରିଭୁଜାକୃତି। ହେଲା, ପରଟା ଆମେ ଯୋଉ ଖାଉଛେ, ତ୍ରିଭୁଜ ଭଳିଆ ଗୋଲ ଅଛି, ତ୍ରିଭୁଜ ବି ଅଛି। ହେଲା କି, ତାହେଲେ ଆମେ କଣ ଜାଣିଲୁ? ବର୍ଗାକାର ଜାଣିଲୁ, ଆଉ କଣ? ଗୋଲାକାର ଜାଣିଲୁ, ତ୍ରିଭୁଜାକାର ଜାଣିଲୁ। ଆୟତାକୃତି। ଆୟତାକୃତି କେମିତି? ନା, ଯାହାର ଦୁଇଟି ବିପରୀତ ବାହୁ ସମାନ ଥିବ। ହେଲା, ବିପରୀତ ମାନେ କଣ? ମୋର ବିପରୀତରେ କିଏ ବସିଛି? ঋଷି ବସିଛି। ଋଷିର ବିପରୀତରେ କିଏ ବସିଛି? ମୁଁ ବସିଛି। ଦେବୁର ବିପରୀତରେ କିଏ ବସିଛି? ପ୍ରିୟା। ବିପରୀତ ମାନେ କଣ? ତାର ଆଗରେ। ହେଲା, ବିପରୀତ ବାହୁ ସମାନ, ମାନେ ଏ ବାହୁ ସହିତ ଏ ବାହୁ ସମାନ, ଏ ବାହୁ ସହିତ ଏ ବାହୁ ସମାନ। ତାହେଲେ ସ୍ଲେଟଟା କୋଉ ଆକୃତି? ଆୟତାକୃତି। ହେଲା, କାରଣ ଦୈର୍ଘ୍ୟଟା ବଡ ଅଛି, ପ୍ରସ୍ଥଟା ସାନ ଅଛି। ଋଷି କହିଲେ ସ୍ଲେଟଟା କୋଉ ଆକୃତି? ଆୟତାକୃତି। କଣ ପାଇଁ? ଆର ଦୈର୍ଘ୍ୟ ବଡ ଅଛି, ପ୍ରସ୍ଥ ସାନ ଅଛି, ସେଥିପାଇଁ କଣ ହେଲା? ଏଟା ଆୟତାକୃତି। ଆଉ କଣ ଅଛି? ଆଗରେ ଗୋଟେ ଏଲଇଡି ଅଛି, ଟିଭି। ଏଲଇଡି ଟିଭିଟା କଣ? ଆୟତାକୃତି। ତାପରେ ଆଉ ବେଲଣାକାର। ବେଲଣାକାର ମାନେ କଣ? ଯେମିତି ଯୋଉ ରୁଟି ଯୋଉଟା ବେଲା ହୁଏ,
ଗୋଲଟା ସେଇଟା ବି କଣ ବେଲଣାକୃତି। ବେଲଣାକୃତି ସରିଲା। ଆଉ କଣ ଅଛି ଅଣ୍ଡାକାର। ଅଣ୍ଡାକାର ମାନେ କଣ ଗୋଲ ନୁହଁ, ଗୋଲଟା କଣ ଗୋଲ ହେଲେ ଗୋଲ, ଚୁଡିଟା କଣ ଗୋଲ। ଅଣ୍ଡାକାର ମାନେ କଣ ଟିକେ ଅଣ୍ଡା ଅଣ୍ଡା ଟାଇପର ହେଇଥିବ। ଅଣ୍ଡାଟା ପୁରା ଗୋଲ କି ଟିକେ ଚେପାଳିଆ ହେଇଛି ହେଲା। ଅଣ୍ଡାକୃତିକୁ କହନ୍ତି ମାନେ ଅଣ୍ଡାର ଆକୃତି ଯେମିତି ସେମିତି ଥାଏ। ମାନେ ଏଇଟା ହେଲା କଣ ଗୋଲ, ଏଇଟା ହେଲା ଗୋଲ କିନ୍ତୁ ଅଣ୍ଡାକୃତି ମାନେ ଏମିତି ଟିକେ ବଙ୍କାଳିଆ ଚେପାଳିଆ ଥିବ ହେଲା। ଅଣ୍ଡାକୃତିର ଯୋଉ କହିଲା ଉଦାହରଣ କହିଲ ଅଣ୍ଡାକୃତି ମାନେ କାହା ଭଳି ଦେଖାଯାଏ? ଅଣ୍ଡା ଅଣ୍ଡା ଆଉ କଣ ଦର୍ପଣ। ଦର୍ପଣ ବି ଗୋଟେ ଅଛି ଗୋଲ ଅଛି ଯୋଉ ମିରରଟା। ଆଉ କଣ ଅଛି ଘଣ୍ଟା ବି ଅଛି ହେଲା। ତାହେଲେ ଆମେ ଏଠି କଣ ଜାଣିଲୁ ବର୍ଗାକାର, ଅଣ୍ଡାକାର, ଆୟତାକାର, ଗୋଲାକାର, ତ୍ରିଭୁଜାକାର, ବେଲଣାକାର। ଗୋଟେ ବର୍ଗାକୃତିର ଗୋଟେ ଉଦାହରଣ ଦେଲା। କ୍ୟାରମ ବୋର୍ଡ। ବଡ ପାଟି କୁହ। କ୍ୟାରମ ବୋର୍ଡ। ଭେରି ଗୁଡ। କହିଲା ଆୟତକୃତିର ଗୋଟେ ଉଦାହରଣ ଦେଲା। ଭେରି ଗୁଡ। ଯୋଉ ଆଦେଶ କହିଲା ଗୋଲାକାରର ଗୋଟେ ଉଦାହରଣ ଚୁଡି। ଭେରି ଗୁଡ। ଆଉ ପ୍ରିୟା କହିଲା ଗୋଟେ ତ୍ରିଭୁଜାକାର ଉଦାହରଣ କହିଲା। ବଡ ପାଟି କୁହ। ଭେରି ଗୁଡ। ଅଣ୍ଡାକାରର ଆଉ ବେଲଣାକାରର କହିଲା ପାଣି ବୋତଲ। ଭେରି ଗୁଡ। ତାହେଲେ ଆମେ ଜାଣିଲୁ ସବୁ ଆକୃତି ବିଷୟରେ ଜାଣିଗଲୁ। ତମେ ତାହେଲେ ପଚାରିଲା କହିଲା ଠିକ ଏବେ ଜାଣିପାରିଲ କୋଉ ଆକୃତି କୋଉ ଜିନିଷଟା କୋଉ ଆକୃତିର। ଧନ୍ୟବାଦ।